ଭୂତ ଭୟ। ସଞ୍ଜ ନଇଁଲେ ଗାଁ ମୁଣ୍ଡ ଗଛରୁ ବାହାରୁଛି ଧୂଆଁ। ରାତିରେ ଶୁଭୁଛି ବିକଟାଳ ଶବ୍ଦ। ଗାଁକୁ ଘାରିଛି ଭୂତ ଭୟ। ସଞ୍ଜ ନଇଁଲେ ଗାଁ ମୁଣ୍ଡରେ ଥିବା ଗଛରୁ ବାହାରୁଛି ଧୂଆଁ। ବିଳମ୍ବିତ ରାତିରେ ଶୁଭୁଛି ବିକଟାଳ ଶବ୍ଦ। ଭୂତ ପ୍ରେତ ଭୟରେ ଗାଁ ଲୋକଙ୍କର ହଜିଛି ନିଦ। ଆତଙ୍କିତ ଅବସ୍ଥାରେ ରାତି କାଟୁଛନ୍ତି ଗ୍ରାମବାସୀ। ଅଧିକାଂଶ ଲୋକଙ୍କର ଘରେ ଜଳୁନି ଚୁଲି। କେତେବେଳେ କାହା ଦେହରେ ଆତ୍ମା ଲାଗିବ କହି ହେବନି। ଗତ 5 ମାସ ଭିତରେ ଗଲାଣି 5ଟି ମୁଣ୍ଡ। ରାୟଗଡ଼ା ଜିଲ୍ଲାର ମାରିଗୁଡ଼ା ଗ୍ରାମାଞ୍ଚଳରେ ଦେଖିବାକୁ ମିଳୁଛି ଏହିଭଳି ଦୃଶ୍ୟ। ରାୟଗଡ଼ା ସହରଠାରୁ ମାତ୍ର 2 କିଲୋମିଟର ଦୂର ମାରିଗୁଡ଼ା ଗାଁ। ଗତ 5 ମାସ ଭିତରେ ଗାଁରେ 5 ଜଣଙ୍କର ମୃତ୍ୟୁ ହୋଇଛି। ସେମାନଙ୍କର ଆତ୍ମା ଗାଁ ଭିତରେ ବୁଲୁଛି, ଯାହାକି ଲୋକଙ୍କର ନିଦ ହଜାଇ ଦେଇଛି। ଭୂତ ଆଉ ପ୍ରେତାତ୍ମାକୁ ନେଇ ଲୋକ ଆତଙ୍କିତ ଅବସ୍ଥାରେ ଥିବାବେଳେ ଗତ 3 ଦିନ ହେଲା ଅଧିକାଂଶ ଲୋକଙ୍କର ଘରେ ଠିକ୍ରେ ଚୁଲି ଜଳୁନି। ଗ୍ରାମବାସୀ କହୁଛନ୍ତି, ଗତ 5 ମାସ ମଧ୍ୟରେ ଗାଁର କାଣ୍ଟି ତାଡ଼ିଙ୍ଗି, ବାବୁ ମାଡ଼ିଙ୍ଗି, କାମ୍ବୋଲା, କିଲକା, ପୁଲେମା ମାଙ୍ଗାଡ଼ି ଓ ପୁଲ ମାଙ୍ଗାଡ଼ିରେ ମୃତ୍ୟୁ ହୋଇଛି। ସେମାନଙ୍କର ଆତ୍ମା କେତେବେଳେ କାହା ଦେହରେ ଲାଗୁଛି। ଲୋକଙ୍କର ଭୟ ଓ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଗାଁର ଯୁବକମାନେ ଠେଙ୍ଗାବାଡ଼ି ଧରି ରାତି ଅନିଦ୍ରା ହେଉଛନ୍ତି। ଲୋକଙ୍କର ମନରେ ଅନ୍ଧବିଶ୍ୱାସ ଏତେ ଭରି ରହିଛି ଯେ ବାହାର ଲୋକଙ୍କୁ ଗାଁକୁ ନ ଆସିବା ପାଇଁ କହୁଛନ୍ତି। ଗ୍ରାମବାସୀଙ୍କର କହିବା ଅନୁଯାୟୀ ଗାଁକୁ ଲାଗିଛି ନାଗାବଳୀ ନଦୀ ପ୍ରବାହିତ ହେଉଛି। ନଦୀରେ ଏବେ ଆଡ଼ିବନ୍ଧ ନିର୍ମାଣ ଚାଲିଛି। ଲୋକଙ୍କର ବିଶ୍ୱାସ, ଗାଁ ବାନ୍ଧିବାକୁ ପୂର୍ବପୁରୁଷମାନେ ନଦୀ ନିକଟରେ ପୂଜାର୍ଚ୍ଚନା କରି ଔଷଧ ପୋତିଥିଲେ। ଏବେ ଜେସିବି ଲଗାଇ ଆଡ଼ିବନ୍ଧ ନିର୍ମାଣ ଚାଲିଥିବା ବେଳେ ଉକ୍ତ ସ୍ଥାନକୁ ସମ୍ପୂର୍ଣ୍ଣ ଭଙ୍ଗାଯାଇଛି। ଫଳରେ ପ୍ରେତାତ୍ମାଗୁଡ଼ିକ ବୁଲିବା ସହ ଗୋଟାଏ ପରେ ଗୋଟାଏ ମୁଣ୍ଡ ନେଉଛନ୍ତି। ଗାଁ ବାନ୍ଧିବାକୁ ହେଲେ ଦିଶାରୀ ପୂଜାର ଆବଶ୍ୟକତା ରହିଛି। ଗାଁର ପୂଜା କରିବାକୁ ଏକ ପୂଜାରୀ ମଧ୍ୟ ଠିକ୍ କରିଛନ୍ତି। ଯାନି ଦିଶାରୀ ପୂଜା ପାଇଁ 2 ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଗ୍ରାମବାସୀ ବୈଠକ କରି ନିଷ୍ପତ୍ତି ଅନୁଯାୟୀ ଟଙ୍କା ସଂଗ୍ରହ କରାଯାଉଛି। ତେବେ ଏହି ଆଦିବାସୀ ସମ୍ପ୍ରଦାୟଙ୍କୁ ସଚେତନ କରିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ କହିଛନ୍ତି।